ସମସ୍ତଙ୍କୁ ନମସ୍କାର। ମୋର ନାଁ ନୀଳାବତୀ ଗମାଙ୍ଗ। ମୁଁ ଗଜପତିର କହୁଛି। ମୁଁ ଜୀବନର ସାକ୍ଷୀ ବିଷୟ କହିବାକୁ ଚାହୁଁଛି। ଯୀଶୁ କେମିତି ମୋର ଜୀବନରେ କାମ କଲେ ତାହା କହିବାକୁ ଚାହୁଁଛି। ମୋର ଜୀବନରେ ବହୁତ ସମସ୍ୟା ଥିଲା। ମୁଁ ଭିନ୍ନ ଭିନ୍ନ ଜାଗା ଯାଇଥିଲି। ହେଲେ ବି ମୁଁ ସୁସ୍ଥ ପାଇଲି ନାହିଁ। ମୁଁ କଞ୍ଚା ମେଡ଼ିସିନ ବି ଖାଇଲି, ହେଲେ ବି ଭଲ ହେଲା ନାହିଁ। ମୁଁ ମେଡ଼ିକାଲକୁ ଗଲି ବି ହେଲେ ଭଲ ହେଲା ନାହିଁ। ସମସ୍ୟା ପାଖାପାଖି ବର୍ଷେ ହେଇଗଲା, କିନ୍ତୁ ମୁଁ ସୁସ୍ଥ ହେଇନି। ମନ୍ଥଲି ସମସ୍ୟା ଥିଲା, ପାଖାପାଖି ବର୍ଷେ ହେଲା। ବେଶୀ କଷ୍ଟ ଥିଲି, ପିରିୟଡ଼ ବନ୍ଦ ହେଲା ନାହିଁ। अब मैं काम आतेलो, अब मैं बेसी बता देले, अब मैं जाके शोर मदान बंद देले तक शोर मदी अंशांग बुलेला जाए गुंगलु ये रही अंशांग बुलेला रब पिलाई जे गगान जाके गाला रब पिलाई ये लेले। किंतु मु जते बेले योन प्रेल हबा आसिली जीसु को विश्वास कली। बाबू प्रार्थना कला, प्रभु मते जीसु भल कला। वर्षे तीर समस्या गोटे दिन मु भल हेली प्रार्थना द्वार प्रभु को धन्यवाद। तुम्हें माने जीसु कथारे विश्वास कर पाइले से तुम्हार रोग सब भल करेंगे। जब विश्वास करले मो जीवन रे समस्या दूर है। सतरे जीसु जीवित। प्रभु जीशु ख्रीष्ट मधुर नाम रे आपण मानक समस्त ख्रीष्ट प्रेम नमस्कार। ख्रीष्ट रे प्रिय भाई भौणी माने जो टेस्टमेंट को आपण माने देखिले अण ख्रीस्टियन परिवार जने माँ से साक्षी देउछंती प्रभु जीशु मते सुस्थ कले। जे कि प्रभु जीशु किए ताहा से जानु नथिले। से जेतेले रोग रे पीड़ित थिले से अनेक पूजा विद्या मत करथिले। अनेक डाक्तरों को मध्य से परामर्श नैथिले, किंतु कौन सी प्रकार तांकर उपकारिता ही नथिला। से जीवन रे अनेक परेशान तो हेले, अनेक दुख कष्ट से पीड़ित थिले, किंतु ताहार जीवन रे शेष आशा थिला प्रभु जीशु ख्रीष्ट रे प्रिय भाई भौणी माने सेठारे साक्षी देछंती जे मु गोटे वर्ष पर्यंत रोग रे पीड़ित रहिली। अनेक डॉक्टर को देखैली, अनेक जगह बुलिली, तथापि मु सुस्थ हेली नाही। प्रिय मोर भाई भौणी माने प्रभुंकर महान शक्ति मिराकल आश्चर्य शक्ति एठार मैंने देखा पाऊछु। जे प्रभु महान परमेश्वर अटंती, जो मैंने ताहांक निकटक आसंती प्रभु से मानक उद्धार करेंगे, से मानक मुक्ति देवे। ख्रीष्ट रे प्रिय भाई भौणी माने एठार देखिलु जे कि प्रभु जीशु को जान नथिले, प्रभु जीशु किए से जान नथिले, जीशु को ना धरवा को मध्य से जान नथिले। किंतु जेते बेले से प्रार्थना रे योगदान देले, तांको निमंते से प्रार्थना थिबा अनेक पालक भाई माने प्रभु जीशु को नाम रे प्रार्थना कले। प्रभु सेमानकर प्रार्थना सुनिले और ताहाको सुस्थ कले। मो जीवन अनेक दुख थिला, अनेक कष्ट थिला, मु अनेक दुख पाइली, अनेक कष्ट पाइली, किंतु केही भी मत उद्धार कले नहीं। ताहा से एठारे साक्षी देछंती। हाँ प्रिय मोर भाई भौणी माने प्रभु जीशु सत्य ईश्वर अटंती। से आमମାନଙ୍କର त्राणकर्ता उद्धारकर्ता परमेश्वर अटंती। जेतेबेले से 2000 वर्ष पूर्वे बा 2025 वर्ष पूर्वे ए धरा पृष्ठ को आसीथिले, सेतेबेले मध्य से एपरि अनेक बड़ बड़ रोग लोक मानक सुस्थ करथिले।
କିନ୍ତୁ ଆଜି ବି ଆମେ ଦେଖିବାକୁ ପାଉଛୁ ଆଉ ମାନବ ଜଗତରେ ପ୍ରଭୁଙ୍କର ଶକ୍ତି କାର୍ଯ୍ୟ କରୁଅଛି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯେଉଁମାନେ ସୁସ୍ଥ ହେଉଛନ୍ତି ଆସି ସାକ୍ଷ୍ୟ ଦେଉଛନ୍ତି, ପ୍ରଭୁ ଯୀଶୁ ମୋତେ ସୁସ୍ଥ କଲେ, ପ୍ରଭୁ ଯୀଶୁଙ୍କ ନାମରେ ଆମେ ସୁସ୍ଥ ହେଲୁ। ଯେଉଁମାନେ ତାହାଙ୍କ ନାମରେ ପ୍ରାର୍ଥନା କରିବେ, ତାହାଙ୍କ ନାମରେ ଉପାସନା କରିବେ, ତାହାଙ୍କ ନାମରେ ଆଣ୍ଟ ପାତିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହୃଦୟରେ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରିବେ, ସେଇମାନେ ପରିତ୍ରାଣ ପାଇବେ। ପ୍ରିୟର ମୋର ଭାଇ ଭଉଣୀମାନେ, ଯୀଶୁଙ୍କ ନାମରେ ମରିଥିବା ଲୋକମାନେ ଉଠିବେ ଆଉ ଅନେକ ରୋଗରେ ଥିବା ଲୋକମାନେ ମଧ୍ୟ ବଞ୍ଚିବେ। ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ନିଜର ଦୁଃଖ, ନିଜର ରୋଗକୁ ଆମମାନେ ପରମେଶ୍ୱରଙ୍କ ନିକଟକୁ ଆଣୁ, ପ୍ରଭୁ ଯୀଶୁଙ୍କ ନିକଟକୁ ଆମମାନେ ସମର୍ପଣ କରୁ। ସେ ସତ୍ୟ ଜୀବନ୍ତ ପରମେଶ୍ୱର ଅଟନ୍ତି। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆମମାନେ ଦେଖିଲୁ ସୁନ୍ଦର ସାକ୍ଷ୍ୟ, ଯିଏକି ହିନ୍ଦୁ ପରିବାରର, ସେ ପ୍ରଭୁ ଯୀଶୁଙ୍କୁ ପାଇଲେ, ପ୍ରଭୁ ଯୀଶୁଙ୍କ ନାମରେ ସୁସ୍ଥ ହେଲେ, ପ୍ରଭୁ ଯୀଶୁ ତାକୁ ସୁସ୍ଥ କଲେ। ସେ କହୁଛନ୍ତି, ମୁଁ ବହୁତ ଜାଗାକୁ ବୁଲିଲି, ବହୁତ ମେଡିକାଲକୁ ଗଲି, ଅନେକ ଡକ୍ଟରମାନଙ୍କୁ ଦେଖେଇଲି, କିନ୍ତୁ କୌଣସି ପ୍ରକାର ସଫଳତା ମିଳିଲା ନାହିଁ। ଲାଷ୍ଟରୁ ସେ ବାଧ୍ୟ ହୋଇ ପରମେଶ୍ୱରଙ୍କ ଚରଣାଗତ ହେଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ, ପ୍ରଭୁ ତାକୁ ସୁସ୍ଥ କରୁଛନ୍ତି। ପବିତ୍ର ଶାସ୍ତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ, ତୁମ୍ଭେମାନେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ ବିଶ୍ରାମ ଦେବେ, ଅଶାନ୍ତି ଜୀବନରେ ଶାନ୍ତି ଦେବେ। କିନ୍ତୁ ସେ ମୁକ୍ତିଦାତା ଉଦ୍ଧାରକର୍ତ୍ତା ପରମେଶ୍ୱର ଅଟନ୍ତି। ଆଜି ବି ଆମମାନେ ଦେଖୁଅଛୁ ପ୍ରଭୁଙ୍କର ଶକ୍ତି ଜୀବିତ। ଅନେକ ଲୋକ ଆଜି ଗଣମାଧ୍ୟମରେ ଆସି ସାକ୍ଷୀ ଦେଉଛନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସତ୍ୟ ଈଶ୍ୱର ଅଟନ୍ତି। ସେ ଆମମାନଙ୍କୁ ରୋଗରେ ସୁସ୍ଥ କଲେ, ଭୂତ ପ୍ରେତ ମନ୍ଦ ଆତ୍ମାରେ ଆସକ୍ତ ଥିବା ଲୋକମାନଙ୍କୁ ମଧ୍ୟ ପ୍ରଭୁ ସୁସ୍ଥ କଲେ। ସେମିତିକା ଲୋକମାନେ ମଧ୍ୟ ଆସି ସାକ୍ଷ୍ୟ ଦେଉଛନ୍ତି ଯେ ଯୀଶୁ ନାମରେ ଆମେ ସୁସ୍ଥ ହେଲୁ। ସେଥିପାଇଁ ସେ ମହାନ ପରମେଶ୍ୱରଙ୍କର ଧନ୍ୟବାଦ ହେଉ। ଆଜି ବି ଯେଉଁମାନେ ପ୍ରକାର ରୋଗରେ ପୀଡ଼ିତ ଅଛନ୍ତି, ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରିବେ। এই ভিডিওটিକୁ ଆପଣମାନେ ଦେଖନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆପଣମାନଙ୍କର ଯଦି କୌଣସି ମତାମତ ଥାଏ କିମ୍ବା ପ୍ରାର୍ଥନା ଅନୁରୋଧ ଥାଏ, ଆପଣମାନେ ଆମର କମେଣ୍ଟ ବକ୍ସରେ ଯାଇ କମେଣ୍ଟ କରନ୍ତୁ। ଆମେ ଆପଣମାନଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ପ୍ରଭୁ ଆପଣମାନଙ୍କୁ এই ଭିଡ଼ିଓ ମାଧ୍ୟମରେ ଆଶୀର୍ବାଦ କରନ୍ତୁ।